ବାବୁସାନ ମହାନ୍ତି ଯେଉଁ ଲଣ୍ଡିତ ହେଇନାହାନ୍ତି ତାଙ୍କ ବାପାଙ୍କ ପାଇଁ ଆଠୁ ଘୃଣ୍ୟ କାର୍ଯ୍ୟ ଆଉ ଏ ସମାଜରେ ବି କିଛି ନାହିଁ। କାହିଁ ଅଜିତା ବି ଜଣେ ମୁସଲିମର ଝିଅ, ସିଏ ବି ଉତ୍ତମ ମହାନ୍ତିକୁ ମ୍ୟାରେଜ କଲେ ହିନ୍ଦୁ ସମ୍ପ୍ରଦାୟର, ସେ ବର୍ଣ୍ଣଶଙ୍କର ହେଇଗଲେ। ଦୋ ଧର୍ମରେ ସେ ପରିଚିତ ହେଲେ, ନା ହିନ୍ଦୁ ହେଇପାରିଲେ ନା ମୁସଲିମ ହେଇପାରିଲେ। ଆରେ ଭାଇ ତମେ ବାପ କର୍ମରେ ତମେ ଲଣ୍ଡିତ ହେଇଥାନ୍ତ, ସମାଜକୁ ଶିକ୍ଷା ଦେଇଥାନ୍ତ। ତେଣୁ ମୁଁ ସୁପରଷ୍ଟାର ହେଲି ବା ମୁଁ କଳାକାର ହେଲି ବା ମୁଁ ଅଭିନେତା ହେଲି ବା ମୁଁ ରାଜନେତା ହେଲି, ଯାହା ହେଲି ମୋ ବାପର ବଡ଼ ପୁଅ, ବାପ ପାଇଁ ମୁଁ ଆଜି ଲଣ୍ଡିତ ହେଉଛି ଗୋଟେ ମୁଖ୍ୟ ପ୍ରାପ୍ତି। ବାପର ଆତ୍ମା କେବେ ବି ଶାନ୍ତି ପାଇ ନଥିବ। ହିନ୍ଦୁ ଧର୍ମରେ କେଉଁ ଶାସ୍ତ୍ର ଲେଖା ହେଇଛି ଆମ ଓଡ଼ିଶାରେ ଯେତେ ବଡ଼ ଜ୍ଞାନୀ ମାନେ ଅଛନ୍ତି ସେମାନେ କୁହନ୍ତୁ, ଯଦି ଜଣେ ବାପ ମରୁଛି ତା ପୁଅ ଆଜି ନଣ୍ଡା ହଉନି, ନ ହେଇକରି ତା ବାପ ମରୁଛି ତା ପୁଅ ଆଜି ଲଣ୍ଡା ନ ହେଇକରି ବ୍ରାହ୍ମଣ ଭୋଜନ କରୁଛନ୍ତି। କିନ୍ତୁ ବ୍ରାହ୍ମଣ ମାନେ କେମିତି ଗୋଟେ ତାଙ୍କର ଭୋଜନ ନେଉଛନ୍ତି, ଦକ୍ଷିଣା ନେଉଛନ୍ତି। ତାହେଲେ ବ୍ରାହ୍ମଣ ପଇସା ପାଇ ଆଜି ସେମାନେ କରୁଛନ୍ତି, ପଇସା ପିଆରା ସେମାନେ ହେଇଛନ୍ତି। ବ୍ରାହ୍ମଣ ବି ପଇସା ପିଆରା ହେଇଛନ୍ତି। ଶତଧିକ ତମ ବ୍ରାହ୍ମଣ ପଣିଆକୁ ଶତଧିକ ତମ ବ୍ରହ୍ମତ୍ୟୁ। କାରଣ ତମେ ଯେଉଁ 9 ଶରୀର ପଇତା ପକେଇଛ, ଚାରି ବେଦକୁ ସାକ୍ଷୀ ରଖିକିରି, ଚାରି ଯୁଗକୁ ସାକ୍ଷୀ ରଖିକିରି ଏବଂ ଅଗ୍ନିକୁ ସାକ୍ଷୀ ରଖି ଯେଉଁ ବ୍ରହ୍ମତ୍ୱ ତମ ପାଖରେ ଅଛି, ତମେ ବ୍ରହ୍ମତ୍ୱ ତମେ ନାହିଁ। ତମେ ବ୍ରହ୍ମଚର୍ଯ୍ୟ ତ ପାଳନ କରିନ, ତମର ବ୍ରହ୍ମତ୍ୱ ଆସିବ କୋଉଠୁ? ତମେ ସବୁ ଲୋକ ଦକ୍ଷିଣା ଗୋଟେ ଗୋଟେ ବ୍ରହ୍ମଚଣ୍ଡାଳ। ମୁଁ ବିଶ୍ୱରଞ୍ଜନ ସ୍ୱାଇଁ, ଜଗତସିଂହପୁର ଜିଲ୍ଲା, ଜଣେ ଶିକ୍ଷକ ଶିକ୍ଷାବିତ୍। ବର୍ତ୍ତମାନ ମୁଁ ଆଇକନିକ୍ ଏଜୁକେସନ୍ କମ୍ୟୁନିକେସନରେ ଜବ୍ କରୁଛି। ଏ ବିଷୟରେ ଭାଷା ମୋ ପାଖରେ କିଛି ନାହିଁ, କି ଆମ ସମାଜ ପାଖରେ ନାହିଁ, କି ଆମ ଯୁବକମାନଙ୍କ ପାଖରେ କିଛି ନାହିଁ। ଶାସ୍ତ୍ର କହିଛି, ଚାଣକ୍ୟ କ'ଣ ଗଞ୍ଜେଇ ଖାଇକି ଲେଖିଥିଲେ? ମିତ୍ରାଣୀ ଜ୍ୟେଷ୍ଠ ପୁତ୍ରାଶ୍ଚ ସବାନ୍ଧବା ଶସ୍ତ୍ରାଣୀ। ତାର ଅର୍ଥ ହେଲା 100ଟା ବନ୍ଧୁ ଯେଉଁଠି ଥିବେ, ଯଦି ପୁଅ ନଥିବ ତାହେଲେ ସେ ବନ୍ଧୁର ମୂଲ୍ୟ ନାହିଁ, କି ବାପ ପଣିଆକୁ ବି ଅଯୋଗ୍ୟ। କାରଣ ତାର କିଛି ନାହିଁ, ତାର କୂଳ ନାହିଁ। କିନ୍ତୁ ବର୍ତ୍ତମାନ ବାବୁସାନ ମହାନ୍ତି ଯେଉଁ ଲଣ୍ଡିତ ହେଇନାହାନ୍ତି ତାଙ୍କ ବାପାଙ୍କ ପାଇଁ ଆଠୁ ଘୃଣ୍ୟ କାର୍ଯ୍ୟ ଆଉ ଏ ସମାଜରେ ବି କିଛି ନାହିଁ। କାହିଁକି ନା ଜଣେ ସୁପରଷ୍ଟାର ସେ ବୋଲି ନିଜକୁ ପରିଚୟ ଦେଉଛନ୍ତି, କଳାର ସମ୍ମାନ କରୁଛନ୍ତି, କଳାକୁ ଆଦର କରୁଛନ୍ତି, କଳାକାର ପରିବାରରେ ଜନ୍ମ। ଉତ୍ତମ ମହାନ୍ତି ଜଣେ ଭଲ କଳାକାର ଥିଲେ, ଭଲ ସୁପରଷ୍ଟାର ଥିଲେ। ତାଙ୍କ ୱାଇଫ୍ ବି ଅପରାଜିତା ମ୍ୟାଡ଼ାମ୍ ବି ଜଣେ ଭଲ ସୁପରଷ୍ଟାର। କିନ୍ତୁ କ'ଣ ପାଇଁ ସେମାନେ ନଣ୍ଡା ହେଲେନି? ସେ ଆଜି ନଣ୍ଡା ହେଲେନି କ'ଣ ତାଙ୍କର ଗ୍ଲାମାର କମିଯିବ, ନା ସୌନ୍ଦର୍ଯ୍ୟ କମିଯିବ, ନା ତାଙ୍କର ଓଡ଼ିଶାରେ ଚାହିଦା କମିଯିବ, ନା ସୁପରଷ୍ଟାର ହେବା ପାଇଁ ତାଙ୍କର ମାର୍କ କମିଯିବ? କିନ୍ତୁ ସେ ଯାହା କରିଛନ୍ତି ସମ୍ପୂର୍ଣ୍ଣ ଭାବରେ ଭୁଲ କରିଛନ୍ତି। ଏଇଟା ଅତି ଲଜ୍ଜାଜନକ। କାହିଁକି ନା ସେ ତାଙ୍କର, ମୁଁ କହିବି ତାଙ୍କର ପୁଅ ହେବା ପାଇଁ ଗୋଟେ ଅଯୋଗ୍ୟ। ସେ ଉତ୍ତମ ମହାନ୍ତିର ଗୋଟେ ଅଯୋଗ୍ୟ ସନ୍ତାନ। ଲଣ୍ଡିତ ମସ୍ତକ, ବାପର ଲଣ୍ଡିତ ମସ୍ତକ। କାହିଁକି ପୁଅ ଲଣ୍ଡା ହୁଏ? ନା ବାପ ଯେଉଁ ତା ଜୀବନ କାଳ ଭିତରେ ଯଦି କିଛି କର୍ମ ଖରାପ କରିଥାଏ, ତାର ପୁଅ ଉପରେ ପ୍ରଭାବ ପଡ଼ିଥାଏ। ସେଥିପାଇଁ ସେ ପୁଅ କ'ଣ କରେ? ବାପାକୁ ଲଣ୍ଡା ହେଇକିରି, ଲଣ୍ଡିତ ହେଇକିରି ସେ ନିଜେ ନା କିଛି ବାପକୁ କର୍ମରୁ ସେ ମୁକ୍ତି କରିଥାଏ ଏବଂ ନିଜେ କରିଥିବା ପାପ ବା ନିଜେ କରିଥିବା କିଛି ଖରାପ କର୍ମକୁ ବାପାକୁ ସମର୍ପଣ କରିଥାଏ। ତେଣୁ ପିତା ସ୍ୱର୍ଗ ପିତା ଧର୍ମ ପିତା ହିଁ ପରମ ତପ, ପିତରି ପତି ତେତ୍ପନେ ପ୍ରିୟନ୍ତି ସର୍ବଦେବତା। ତେଣୁ ସେ ଯଦି ବାପଙ୍କୁ ଭଗବାନ ଭଳିଆ ମାନୁଥାନ୍ତେ, ସେ ବାପା ପାଇଁ ଆଜି କିଛି ଲଣ୍ଡା ହେଇଥାନ୍ତେ। ତାଙ୍କ ଦଶାହ କର୍ମରେ ସେ ଲଣ୍ଡିତ ହୋଇଥାନ୍ତେ। ତାପରେ ସେ ଲଣ୍ଡା ହେବେ କ'ଣ? ସେ ତ କହିବାକୁ ଗଲେ ଯେ ଆମେ ଭାବିବା, ଆମ ସମାଜ ଭାବିବା, ଆମ ହିନ୍ଦୁ ଯୁବ ଭାଇମାନେ ଭାବିବେ, ଆମ ଯୁବଗୋଷ୍ଠୀମାନେ ଭାବିବେ ସେ ପ୍ରକୃତରେ ହିନ୍ଦୁ ନୁହନ୍ତି। ଅପରାଜିତା ବି ଜଣେ ମୁସଲିମର ଝିଅ, ସିଏ ବି ଉତ୍ତମ ମହାନ୍ତିକୁ ମ୍ୟାରେଜ କଲେ ହିନ୍ଦୁ ସମ୍ପ୍ରଦାୟର, ସେ ବର୍ଣ୍ଣଶଙ୍କର ହେଇଗଲେ। ଦୋ ଧର୍ମରେ ସେ ପରିଚିତ ହେଲେ, ନା ହିନ୍ଦୁ ହେଇପାରିଲେ ନା ମୁସଲିମ ହେଇପାରିଲେ। ଆରେ ଭାଇ ତମେ ବାପ କର୍ମରେ ତମେ ଲଣ୍ଡିତ ହେଇଥାନ୍ତ, ସମାଜକୁ ଶିକ୍ଷା ଦେଇଥାନ୍ତ। ତେଣୁ ମୁଁ ସୁପରଷ୍ଟାର ହେଲି ବା ମୁଁ କଳାକାର ହେଲି ବା ମୁଁ ଅଭିନେତା ହେଲି ବା ମୁଁ ରାଜନେତା ହେଲି, ଯାହା ହେଲି ମୋ ବାପର ବଡ଼ ପୁଅ, ବାପ ପାଇଁ ମୁଁ ଆଜି ଲଣ୍ଡିତ ହେଉଛି ଗୋଟେ ମୁଖ୍ୟ ପ୍ରାପ୍ତି। ବାପର ଆତ୍ମା କେବେ ବି ଶାନ୍ତି ପାଇ ନଥିବ। ଶିକ୍ଷା ମିଳିଲା ଯୁଗ ପରିବର୍ତ୍ତନ। ଭାଗବତ କହିଗଲା, ଯୁଗକୁ ଯୁଗ ଏଇ ମତେ ପରମାନନ୍ଦ ତୁ କେମତେ। ଏମାନେ ପ୍ରକୃତରେ ଜଣେ ଜଣେ, ମୁଁ ଭାବୁଛି ଏମାନେ ମଣିଷ ରୂପୀ ଜଣେ ଜଣେ ଏମାନେ ଭାବିଲେ କ'ଣ ଆମେ ଜଣେ ଜଣେ ଜଗନ୍ନାଥ ଦାସ, ଆମେ ଭାଗବତ ଲେଖିଦେଲୁ। କାହିଁକି ନା ତମେ ଯୁଗଟାକୁ ପରିବର୍ତ୍ତନ ନିଜେ ହିଁ କଲ। ତମଠାରୁ ସମାଜ ଶିଖିଲା ଏଇଆ ଯେ ତମେ ଯାହା କଲ, ଆଗାମୀ ଯେଉଁ ଆମର ଯୁବକମାନେ ଅଛନ୍ତି ବା ଆଉ ଯିଏ ମରିଯିବ, ଯାହାର ବାପା ମା ମାନେ ମରିଯିବେ, ତମେ ମୋ ଭଳିଆ ନଣ୍ଡା ହୁଅ ନା, ତମେ ମୋ ଭଳିଆ ନଣ୍ଡା ହୁଅ ନା। ହିନ୍ଦୁ ଧର୍ମର ଶାସ୍ତ୍ରକୁ ତମେ ବଳିଦାନ ଦେଇଦିଅ। ଗୀତାରେ ତ ଲେଖା ହେଇଛି, ପଞ୍ଚଭୂତରେ ଲୀନ ହେଇଯିବ ଶରୀର, ପଞ୍ଚଭୂତରୁ ଜନ୍ମ ହିଁ ଶରୀର। ଜଳ ମାଟି ବାୟୁ ପାଣି ପବନ ଅଗ୍ନିରୁ ଜନ୍ମ ହେଇଛି ଏ ଜୀବ, ଜଡ଼ ଜୀବ। କିନ୍ତୁ ସେଇ ଜଡ଼ ଜୀବରେ ହିଁ ସେ ଜଳ ପଞ୍ଚଭୂତରେ ମିଶିଗଲା। କିନ୍ତୁ ତମେ ଲଣ୍ଡିତ ନ ହେଇକିରି ଆଜି କ'ଣ ପାଇଁ କଲ? ଲଣ୍ଡିତ ହେଇଥିଲେ କ'ଣ ତମର ଫିଲ୍ମରୁ ଚାହିଦା କମି ଯାଇଥାନ୍ତା, ନା ଫିଲ୍ମ କରିପାରିନଥାନ୍ତ, ନା ତମର ବାଳ ଉଠି ନଥାନ୍ତା ମୁଣ୍ଡରେ? ଲମ୍ବା ଛୁଟି ଛାଡ଼ିକିରି ଦଶା କର୍ମରେ ତମେ 10 ଜଣ ବ୍ରାହ୍ମଣକୁ ବ୍ରାହ୍ମଣ ଭୋଜନ ଦେଇ, ଏକାଦଶ କର୍ମରେ ତମେ ବ୍ରାହ୍ମଣକୁ ଷଷ୍ଟାଙ୍ଗ ପ୍ରଣିପାତ କରୁଛ। ତମର ଷଡ଼ ଅଙ୍ଗ ଲଗେଇକି ତମେ ଭୂମିଷ୍ଠ ପ୍ରଣିପାତ କରୁଛ। ଆଉ ସେ ବ୍ରାହ୍ମଣ ମାନେ କେମିତି ବି ତମକୁ ସ୍ୱୀକାର କରିନେଲେ? ମୁଁ ତ କହିବି ଏଇଟା ସମ୍ପୂର୍ଣ୍ଣ ଭୁଲ।
हिंदू धर्म रे को शास्त्र लिखाई आम ओडिशा रे जेते बड़ ज्ञानी माने अछंती से माने कहंतु जे जी जने बाप मरुची ता पुआ आज नंडा होउनी न होइकरी ता बाप मरुची ता पुआ आज लंडा न होइकरी ब्राह्मण भोजन करछन कि ब्राह्मण माने केमिता गोटे ब्राह्मण ताकर भोजन नउचंदी दक्षिणा नउचंदी ताने ब्राह्मण पैसा पाई आज से मान करूचंदी पैसा पियारा से माने ब्राह्मण भी पैसा पियारा है शतधिक तुम ब्राह्मण पुणिया को शतधिक तुम ब्रह्म दिव कारण तुम जो 9 शरीर पैदा पकईच चारि वेद को साक्षी रखिकी चारि युग को साक्षी रखिकी अग्नि को साक्षी रखी जो ब्रह्मत्व तुम पाखे अच्छी तुम ब्रह्मत्व तुम ना तुम ब्रह्मचर्य तो पालन कर तुम ब्रह्मत्व आसो कौटू तुम सब लोक दक्षिणा गोटे गोटे ब्रह्म चंडाल।